ନର୍କରେ ପଡ଼ିଲା ପରେ ଯଦି କୌଣସି ଉନ୍ନତି କରିବ ତାହେଲେ ମଧ୍ୟ ନିଜ ଜୀବନକୁ ସାର୍ଥକତା କରିପାରିବ। ସ୍ୱାମୀ ମୁଁ ଭାବୁଛି ପୂର୍ବ ଜନ୍ମରେ ଅନେକ ପୂଜା କରିଥିଲି ଜାଣିଛ ସ୍ୱାମୀ ଚନ୍ଦ୍ରାବତୀ ମୋ ଜୀବନର ଗୋଟିଏ ଅଭୁଲା ସ୍ମୃତି। ଚନ୍ଦ୍ରାବତୀ ସ୍ଥାନରେ କାହାରିକୁ ମୁଁ ସ୍ଥାନ ଦେଇପାରିବିନି ବୋଲି ଭାବୁଥିଲି ସତରେ ସ୍ୱାମୀ କିନ୍ତୁ ତମେ ଯେତେବେଳେ ମୋ ଜୀବନରେ ଆସିଲ ଭୁଲି ଯାଇଛି ସବୁ ସୁଖ ଦୁଃଖ ସତରେ ସ୍ୱାମୀ କେବଳ ତମରି କଳ୍ପନା ତମରି ଭାବନା ତମେ ସୁନ୍ଦର କରିଛ ଏଇ ବଡ଼ ନଗରୀକୁ ତମେ ହିଁ ଶୋଭାବର୍ଦ୍ଧନ କରିଛ ଏହି ବଡ଼ ରାଜ ଉଆସକୁ। ସତରେ ସ୍ୱାମୀ ତମର କୋଉ ଗୁଣ ବି ନ ଦେଖିକି ନ ପ୍ରଶଂସା କରିକି ରହିପାରୁନି। ସ୍ୱାମୀ ସତରେ ତମେ ଲକ୍ଷ୍ମୀ ସ୍ୱରୂପିଣୀ ହେଲେ ଜାଣିଛ ଚାଲିଛି ପଦ୍ମାବତୀ ସ୍ୱାମୀ ତମେ ତମ ନାମକୁ ସାର୍ଥକ କରିଛ। ସତରେ ସ୍ୱାମୀ ଆଉ ଜାଣିଛ ଦୀର୍ଘ 10 ବର୍ଷ ପରେ ଦୀର୍ଘ 10 ବର୍ଷର ବିଦ୍ୟା ଅଧ୍ୟୟନ ସାରି ଆଜି ଆମ ପୁଅ ପ୍ରଦୀପ ରାଜଭବନକୁ ଆସୁଛି। ତମେ ତା ଆସିବା ଖବର କଣ ଜାଣି ସାରିଛ? ହଁ ସ୍ୱାମୀ ତାହେଲେ ତା ଆସିବା ଖବର ଶୁଣି ତମେ ତାକୁ ସ୍ୱାଗତ କରିବା ପାଇଁ ଅର୍ଘ୍ୟ ଜାରି ରଖିବା ପାଇଁ ତମେ ଦାସୀ ସଂସ୍ଥାମାନଙ୍କୁ କହିଛ। ସ୍ୱାମୀ ତାର ଶାଶୁମାନଙ୍କୁ କହିବା କିଛି ଦରକାର ନାହିଁ ସ୍ୱାମୀ ସେ କଥା ପାଇଁ ତମେ ଜମା ବି ଚିନ୍ତା କର ନା ମୁଁ ସବୁ ପ୍ରସ୍ତୁତ ସାରି ଦେଇଛି ସ୍ୱାମୀ ଜାଣିଛ ଦୀର୍ଘ 12 ବର୍ଷ ପରେ ଆମ ପୁଅ ଘରକୁ ଫେରିଛି ଆମ ମା କହିଲେ ତା ପାଇଁ ତାର ପ୍ରସ୍ତୁତ ରଖିବିନି ଯେ କିଏ ଆଉ ରଖିବ କୁହ ସ୍ୱାମୀ ସ୍ୱାମୀ ସବୁ ପ୍ରସ୍ତୁତ ହେଇଯାଇଛି କିନ୍ତୁ ଗୋଟେ କଥା ସ୍ୱାମୀ ଏଇ ଦେଖ ସ୍ୱାମୀ ଏଇ ଦେଖ ଆମ ପୁଅ ପ୍ରଦୀପ ଆସୁଛି ଏଇ ତ ଆମ ପୁଅ ପ୍ରଦୀପ ଆସୁଛି।